এইটা ନାଇଡୁ ଯେ କି ମୁଖ୍ୟମନ୍ତ୍ରୀ ଅଛନ୍ତି ଆନ୍ଧ୍ରାର ଚନ୍ଦ୍ରବାବୁ ନାଇଡୁ ତାଙ୍କ ପ୍ରେସରରେ ସରକାର କେନ୍ଦ୍ର ସରକାର କରୁଛନ୍ତି। ଦେଖନ୍ତୁ ଆମର ପ୍ରଥମ କଥା ହଉଛି କୋରାପୁଟ ଡିଭିଜନ ୱାଲଟିୟର ଡିଭିଜନ ଆମର ଥିଲା କୋରାପୁଟଠୁ ଆରମ୍ଭ କରି ରାୟଗଡ଼ା ପାୟଗଡ଼ା ଇଆଡୁ ମୁନିଗୁଡାଠୁ ସିଆଡେ ଆନ୍ଧ୍ରା ବୋର୍ଡର ଇଆଡେ କୋରାପୁଟ ରାୟଗଡ଼ାଠୁ ଯାଉଥିଲା କେରଣ୍ଡୋଲ ପର୍ଯ୍ୟନ୍ତ ୱାଲଟିୟର କେରଣ୍ଡୋଲ ସେଠି 10,000 ରୁ 15,000 କୋଟି ଟଙ୍କା ୱାଲଟିୟର ଡିଭିଜନ ପାଉଥିଲା ଆମ ଓଡ଼ିଶାରୁ। ଏକାନି ଆପଣ ରାଉରକେଲାଠୁ ଆରମ୍ଭ କରିକି ଆପଣ ପଳଉଥିଲା ଛତିଶଗଡ଼ ପଛରୁ ସେ ଏରିଆଟା ଟୋଟାଲ ବେଲ୍ଟଟା ଏଇଟା ରହିଲା ଆପଣଙ୍କର ଅନ୍ୟ ରାଜ୍ୟ ଅନ୍ୟ ରାଜ୍ୟ ରହିଲା। ଯଦି ତମେ ରାୟଗଡ଼ା ଦେଲ ଇନକମ୍ ଆର କିଛି ନାହିଁ, ଇନକମ୍ଟା ଯିବ ରାଜମଣ୍ଡରେ ଖାଲି ତୁଚ୍ଛାଟାକୁ ଆମେ ଏଠି ଘରଟେ ଦେଇକିରି 100-150 କୋଟି ଟଙ୍କା ଖର୍ଚ୍ଚ କରିକି ଆମକୁ ଏଠି ପବନକୁ ଟୋପି ପିନ୍ଧେଇବେ। ଓଡ଼ିଶାରେ ବହୁତ କ୍ଷତି ହେଇଛି। ଓଡ଼ିଶାର ବହୁତ ମୁଁ ଲେଖିଛି ଚିଠି ଲେଖିଛି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛି ଆପଣ ଦେଖିବେ ମୁଁ ଚିଫ ମିନିଷ୍ଟର ଲେଖିଛି ଚିଠି ମୁଁ ସେଟା କୋରାପୁଟରେ କର ବୋଲି ଲେଖିଥିଲି ସେ ଯାହା ହଉ ଯଦି ଓଡ଼ିଶା ସାରା ଅନ୍ୟ ରାଜ୍ୟକୁ ଗୋଟେ ବି ଗାଁ ଯିବନି ଓଡ଼ିଶା ସାରା ଯଦି ଏখানে ୱାଲଟିୟର ରାୟଗଡ଼ା ସେখানে ରାଉରକେଲା ଗୋଟେ ଡିଭିଜନ କରୁନାହାନ୍ତି ରାଉରକେଲାରେ ସେ ବେଲ୍ଟରେ ସବୁ ଏଇଠି କରନ୍ତୁ ମାଇନ୍ସ ଫାଇନ୍ ଯେତେ ସବୁ ଅଛି ରାଉରକେଲା ସବୁ ଗୋଟେ ଡିଭିଜନ କରନ୍ତୁ। ବିଶାଖାପାଟଣା ହେଲେ ଆମର ଲାଭ କ'ଣ ଅଛି? ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଆଲୋଚନା କରିଛି ତାକୁ ତର୍ଜମା କରାଯାଉ ଓଡ଼ିଶାର ସ୍ୱାଭିମାନକୁ ବଞ୍ଚା ଯାଉ। ଓଡ଼ିଶା ଯାହା ଆଜି କ୍ଷତି ସହିବ ଏ ସରକାରରେ ବହୁତ କ୍ଷତି ସହିବ। ଆସନ୍ତା ଦିନ ଯୋଉ ପିଢ଼ି ଦେଖିବେ ଯୋଉମାନେ ଆଜି ଖୁସି ହେଇକି ତାଳି ବାଜିଛନ୍ତି ରାୟଗଡ଼ାରେ ହେଲା ବୋଲି କହିକି ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କୁ ଆସନ୍ତା ଦିନେ ଲୋକ ଥୁ କରିବେ। କାରଣ ଆମର ଇନକମ୍ ସୋର୍ସ କିଛି ଆଉ ରହିଲାନି। ଯଦି ଓଡ଼ିଶା ଭିତରେ ଯେତେ ମାଇନ୍ସ ଫାଇନ୍ସ ଅଛି ଯେତେ ଯଦି ଆମ ଓଡ଼ିଶା ଡିଭିଜନ ହବ ଅନ୍ୟ ରାଜ୍ୟକୁ ଯିବନି। ଭାରତ ଦେଶରେ ଓଡ଼ିଶା ପ୍ରଥମ କରଦାତା ହିସାବରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିବ ସାରା ଭାରତ ଦେଶରେ। କିନ୍ତୁ ଦୁର୍ଭାଗ୍ୟ ଆହୁରି ମାନ୍ୟବର ପ୍ରଧାନମନ୍ତ୍ରୀ ଆମେ ଧନ୍ୟବାଦ ଦେଉଛେ, ଲଜ୍ଜା ଲାଗିବା କଥା। ବହୁତ କ୍ଷତି ହେଲା ଆମର କମ ସେ କମ 20,000 କୋଟି ଟଙ୍କା କ୍ଷତି ହଉଛି। କମ ସେ କମ 20,000 କୋଟି ଟଙ୍କା ଆମ କ୍ଷତି ହଉଛି। ଆମେ ଚ୍ୟାଲେଞ୍ଜ କରିବୁ, ଯଦି ଚ୍ୟାଲେଞ୍ଜ ହୁଏ ତାହେଲେ ଦେଖ ଓଡ଼ିଶା କେତେ ରୟାଲ୍ଟି ଦଉଛି, ଇନକମ୍ ଦଉଛି କେନ୍ଦ୍ରକୁ। ଯଦି ଓଡ଼ିଶାର ଗୋଟେ ଜାଗାରେ ହବ ମାନେ ରାଉରକେଲା ଗୋଟେ ଡିଭିଜନ କରି ଓଡ଼ିଶାର ସବୁ ଯଦି ରାଉରକେଲାକୁ ଆଣିବେ ଇଆଡ଼େ ଆମର କେରଣ୍ଡୋଲଠୁ ଧରିକି ଯଦି କୋରାପୁଟ କି ରାୟଗଡ଼ାରେ କରିବେ କୋରାପୁଟରେ କରିବେ ସେଣ୍ଟରରେ ଡିଭିଜନ ତାହେଲେ ଓଡ଼ିଶା ଇଏ 10,000 କୋଟି ସିଏ ଗୋଟେ 10-15,000 କୋଟି 25,000 ରୁ 30,000 କୋଟି ଭାରତ ଦେଶର ନମ୍ବର 1 ହେବ।